ଡାକ୍ତରୀ ପଢ଼ିବେ ବଣ୍ଡା ଜାତିର ପ୍ରଥମ ଛାତ୍ର ମଙ୍ଗଳା ମୁଦୁଲି। ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ବଡ଼ବେଲ ଅଞ୍ଚଳରେ ଜଣେ ଛାତ୍ର ମଙ୍ଗଳା ମୁଦୁଲି ନିଟ୍ ପରୀକ୍ଷାରେ ଓଡ଼ିଶା କ୍ୟାଡରରେ 348 ରାଙ୍କ ରଖି ବଣ୍ଡା ଜାତିର ପ୍ରଥମ ଛାତ୍ର ଭାବେ ଡାକ୍ତରୀ ପଢ଼ିବାକୁ ଯାଉଛନ୍ତି। ଶୁକ୍ରବାର ଦିନ ବ୍ରହ୍ମପୁର ସ୍ଥିତ MKCG ମେଡିକାଲ କଲେଜରେ ସେ ନାମ ଲେଖାଇବାକୁ ଯାଉଛନ୍ତି। ସବୁଠାରୁ ବଡ଼ କଥା ହେଲା ସେ ଡାକ୍ତରୀ ପଢ଼ିବା ପଛରେ ତାଙ୍କ ବିଦ୍ୟାଳୟର ଜଣେ ଶିକ୍ଷକ ଉତ୍କଳ କେଶରୀ ଦାସଙ୍କର ସମ୍ପୂର୍ଣ୍ଣ ସହଯୋଗ ରହିଛି। ମିଳିଥିବା ସୂଚନା ଅନୁସାରେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ବଡ଼ବେଲ ଗାଁରେ ମଙ୍ଗଳା ମୁଦୁଲିଙ୍କର ଘର। ତାଙ୍କ ବାପାଙ୍କର ନାମ ଆଡ଼ି ମୁଦୁଲି। ବାପା ଚାଷ କାର୍ଯ୍ୟ କରୁଥିବା ବେଳେ ମା ଗୃହିଣୀ ଅଟନ୍ତି। ତାଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବା ବେଳେ ପାଠପଢ଼ା ପାଇଁ ଆର୍ଥିକ ସ୍ୱଚ୍ଛଳ ନଥିଲା। ମଙ୍ଗଳାଙ୍କର ପାଠପଢ଼ା ପ୍ରତି ବେଶ ଆଗ୍ରହ ଥିବା ବେଳେ ସେ ଜଣେ ମେଧାବୀ ଛାତ୍ର ଅଟନ୍ତି। ନିଜ ଗାଁ ସ୍କୁଲରେ 10ମ ଶ୍ରେଣୀରେ ପାଠ ପଢୁଥିଲେ। ସେହି ସ୍କୁଲରେ ବାଲେଶ୍ୱର ଜଣେ ଶିକ୍ଷକ ଉତ୍କଳ କେଶରୀ ଦାସ ସେହି ସ୍କୁଲରେ ଶିକ୍ଷକତା କରୁଥିଲେ। ଶିକ୍ଷକତା କରୁଥିବା ସମୟରେ ମଙ୍ଗଳାଙ୍କ ନିକଟରେ ପ୍ରତିଭା ରହିଥିବା ଜାଣିପାରିଥିଲେ। ତେବେ ତାଙ୍କୁ ସେ ସମ୍ପୂର୍ଣ୍ଣ ଭାବରେ ସହଯୋଗ ମଧ୍ୟ କରୁଥିଲେ। ବିଶେଷ କରି ମଙ୍ଗଳାକୁ ସହଯୋଗ କରାଇବା ଉଦ୍ଦେଶ୍ୟରେ ବାଲେଶ୍ୱରରେ ଆଣି ତାଙ୍କୁ ରଖାଇଥିଲେ। ଫକୀରମୋହନ କଲେଜ ନିକଟସ୍ଥ ଏରୋଡବ କୋଚିଂ ସେଣ୍ଟରରେ ତାଙ୍କୁ ପଢ଼ାଇବା ପାଇଁ ଭର୍ତ୍ତି ମଧ୍ୟ କରିଥିଲେ। ତେବେ ସେଠାରେ ମଙ୍ଗଳା 1 ବର୍ଷ ରହି ବିନା ଟଙ୍କାରେ ପାଠ ପଢ଼ିବା ସହ ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଡାକ୍ତରୀ ପଢ଼ିବା ପାଇଁ ମନୋନୀତ ହୋଇଛନ୍ତି। ମଙ୍ଗଳାଙ୍କର ଓଡ଼ିଶା ରାଙ୍କ 348 ଥିବା ବେଳେ ରାଜ୍ୟରେ 4607 ରାଙ୍କ ରହିଛି। ସେହିପରି ସର୍ବଭାରତୀୟ ସ୍ତରରେ 4,88,407 ରାଙ୍କ ରହିଛି। ଏନେଇ ମଙ୍ଗଳା କହିଛନ୍ତି ଯେ ସେ ମେଡିକାଲରେ ପାଠ ପଢ଼ିବା ପାଇଁ ବହୁତ ଖୁସି ରହିଛନ୍ତି। ବିଶେଷ କରି ନିଟ୍ ପାଇଁ ଦୈନିକ 12 ଘଣ୍ଟାରୁ 13 ଘଣ୍ଟା ସେ ପରିଶ୍ରମ କରୁଥିଲେ। ବିଶେଷ କରି ଡାକ୍ତର ହୋଇସାରିଲା ପରେ ନିଜ ଭାଷାରେ ଲୋକମାନଙ୍କୁ ଡାକ୍ତରୀ ବିଦ୍ୟା ସମ୍ପର୍କରେ ଜଣାଇବେ। ଡାକ୍ତର ହୋଇସାରିବା ପରେ ତାଙ୍କ ଭଳି ଅଧିକରୁ ଅଧିକ ଛାତ୍ର ଡାକ୍ତର ହୁଅନ୍ତୁ ବୋଲି ସେ ଇଚ୍ଛା ରଖିଛନ୍ତି। ଏପରିକି ତାଙ୍କ ଜାତିର ଲୋକେ ଅଧିକରୁ ଅଧିକ ଡାକ୍ତର ହୋଇ ଲୋକମାନଙ୍କୁ ସେବା କରନ୍ତୁ ବୋଲି ସେ ଆଶା ମଧ୍ୟ କରିଛନ୍ତି। ଏହାଛଡ଼ା ସେ କହିଛନ୍ତି ତାଙ୍କ ଜାତିରେ ଯେଉଁମାନେ ପାଠପଢ଼ା ବନ୍ଦ କରିଦେଉଛନ୍ତି ସେମାନଙ୍କୁ ସରକାର ସହାୟତା ପ୍ରଦାନ କରନ୍ତୁ, ଫଳରେ ସେମାନଙ୍କର ପାଠ ପଢ଼ିବା ପ୍ରତି ଆଗ୍ରହ ବଢ଼ିବ। ତେବେ ମଙ୍ଗଳା ଡାକ୍ତର ହେବା ପରେ ତାଙ୍କ ଜାତିକୁ ମେଡିକାଲ ସମ୍ପର୍କରେ ସଠିକ ଭାବରେ ସୂଚନା ଦେବା ସହ କୌଣସି ରୋଗ ପାଇଁ ଟ୍ୟାବଲେଟ୍ ଖାଇଲେ କ'ଣ ହୋଇଥାଏ ବୋଲି ବୁଝାଇବେ ବୋଲି କହିଛନ୍ତି। ମଙ୍ଗଳା ଡାକ୍ତରୀ ପଢ଼ିବା ପାଇଁ ମନୋନୀତ ହେବା ପରେ ତାଙ୍କ ବାପା ମାଙ୍କ ସହ ଶିକ୍ଷକମାନେ ବହୁତ ଖୁସି ରହିଛନ୍ତି ବୋଲି କହିଛନ୍ତି ମଙ୍ଗଳା। ବହୁତ ଖୁସି ଅଛି ଏ ସଫଳତା ମିଳିଗଲା। ମୋତେ ବହୁତ ସମୟ ଦେବାକୁ ପଡ଼ୁଥିଲା, କିନ୍ତୁ ସେତେବେଳେ ମୁଁ 6ଟାରୁ ମାନେ 12ଟା ଯାଏଁ ପାଠ ପଢ଼ୁଥିଲି। ଆଉ କାଲି ସକାଳେ ଉପବାସ ଏଠାରେ ମାନେ 4-5 ଘଣ୍ଟା ବସିବାକୁ ପଡ଼ୁଥିଲା। ତାପରେ ଯେତେବେଳେ ଏକ୍ଜାମଟା ଆସିଲେ ବହୁତ ସେଠାରେ ମାନେ ନ ଖାଇ ନ ପିଇ ବହୁତ ସେଟା ବହୁତ ଡେଡିକେସନ୍ ପଢ଼ିବାକୁ ପଡ଼ୁଥିଲା। ସେଠାରେ ମୁଁ 12-13 ଘଣ୍ଟା ପଢ଼ୁଥିଲି ସେ ଗୋଟେ ମାସ। ମୁଁ ଭାବୁଛି କି ମାନେ ଯେତେବେଳେ ମୁଁ ଭଲ ଯଦି ଡାକ୍ତର ହେବି, ଲୋକମାନଙ୍କୁ ସେମାନେ ମେଡ଼ିକାଲ ପ୍ରତି ଏତେ ଜାଣିନାହାନ୍ତି। ଯଦି ଔଷଧପତ୍ର ଖାଇବା ପିଇବା ନିଜ ଭାଷାରେ ସେ ଅଞ୍ଚଳରେ ନିଜ ଭାଷା ମୁଁ ନିଜ ଯେଉଁ ଭାଷାର ଲୋକ ସେମାନଙ୍କୁ ସେ କେମିତି କ'ଣ ଖାଇବା ସେ ମେଡ଼ିକାଲ ପ୍ରତି ଏମିତି ଖାଇବା ମାନେ ଆକର୍ଷଣ କରିବା ଚାହୁଁଛି। ମୁଁ ଯେତେବେଳେ ଡାକ୍ତର ହେବି ତ ମୋ ଭଳିଆ ପିଲାମାନେ ଆଉ ଅଧିକରୁ ଅଧିକ ବଢ଼ନ୍ତୁ, ଆଉ ସେମାନେ ମଧ୍ୟ ମୋ ଭଳିଆ ହେଇକି ଲୋକମାନଙ୍କ ସେବାରେ ଆକୃଷ୍ଟ ହୁଅନ୍ତୁ। ଆଉ ଯେଉଁମାନେ ଆମ ଭଳିଆ ଆମ ଅଞ୍ଚଳରେ ଯେଉଁ ପାଠ ପଢ଼ି ପାରୁନାହାନ୍ତି କିମ୍ବା ଡ୍ରପ୍ ଆଉଟ୍ କରୁଛନ୍ତି ସେମାନଙ୍କୁ ସରକାର ସାହାଯ୍ୟ କରନ୍ତୁ, ଯାହାଫଳରେ କି ସରକାରଙ୍କର ସହାୟ ଫଳରେ ନିଶ୍ଚିତ ରୂପେ ଡାକ୍ତର ଅଧିକରୁ ଅଧିକ ବଢ଼ିବାରେ ଲାଗିବ। ସେମାନେ ନିଜକୁ ପଢ଼ିବା ପ୍ରତି ଆଗ୍ରହ ଆସିବେ। ମୋର ଖାଲି ଆଡ଼ମିସନ୍ ଅଛି, କିନ୍ତୁ ବ୍ରହ୍ମପୁର ଯିବା କେବେ ଜାଣିନି। ମାନେ ଟାଇମ୍ ସାର୍ଙ୍କୁ ବି କଣ୍ଟାକ୍ଟ କରିବି। ପ୍ରଥମେ ତ ଟିକେ ଅଲଗା ଫିଲ୍ ହେବ, ସେ ଭାଇମାନଙ୍କୁ ସାର୍ମାନଙ୍କୁ ଦୂରରେ ପଚାରି ନିଜେ ପଢ଼ିବାକୁ ଆରମ୍ଭ କରିବି। ମାନେ ସେଦିନ ଆଗରୁ ହିଁ ସେ ମାନେ ତାଙ୍କର ସଂସ୍କୃତିକୁ ନେଇକି ସେମାନେ ଆମ ଅଞ୍ଚଳରେ ଯେଉଁ ଗୁନିଆ କଥା କହୁଥିଲେ ସେଇଟା ମାନେ ଚାଲୁ ରହିଛି। ତ ସେଇଟା ଉପରେ ଅଧିକ ବିଶ୍ୱାସ ରଖନ୍ତି। ମେଡ଼ିକାଲ ପ୍ରତି ମାନେ ସେମାନେ ଏତେ ମାନେ ନୁହଁ। ମେଡ଼ିକାଲ ଟ୍ୟାବଲେଟ୍ କହିଲେ କ'ଣ ହେବ, କିନ୍ତୁ ସେମାନେ ଗୋଟେ ଥରେ ଖାଇଲେ ନା ଛାଡ଼ୁନି ବୋଲି ସେଟା ମାନେ ଯେଉଁ ମେଡ଼ିସିନ ଆଣିଥିବେ ସେଟା ଫିଙ୍ଗି ଦିଅନ୍ତି। ତ ଗୁନିଆ ପରେ ଅଧିକ ଅଂଶ ଡିପେଣ୍ଡ କରେ। ଏବେ ମାନେ ଆଜିକାଲି ଧୀରେ ଧୀରେ ଏବେ ମେଡ଼ିକାଲ ପ୍ରତି ଏବେ ମାନେ ଜାଣିଲେଣି ଧୀରେ ଧୀରେ ପିଲାମାନେ, ଯେହେତୁ ପାଠଶାଠ ବାପା ମା ପିଲାମାନେ କେତେ ପିଲାମାନେ ପଢ଼ୁଛନ୍ତି ଏବେ, କିନ୍ତୁ ସେମାନେ ଆଗକୁ ଯାଇପାରୁନାହାନ୍ତି, ଡ୍ରପ୍ ଯାଉଛନ୍ତି। ଧୀରେ ଧୀରେ ଏବେ ମେଡ଼ିକାଲ ପ୍ରତି ଆସିଲେଣି, ଟିକେ ସଚେତନ ହେଲେଣି। ତ ମୋ ପଢ଼ିବା ଭିତରେ ନିଶ୍ଚିତ ରୂପେ ସେମାନେ ବୁଝି ସାରିଥିବେ। ବାପା ମା ଭାଇ ମାନେ ବହୁତ ଖୁସି ଅଛି। ତା ସହିତ ମୋ ସାର୍ ମାନେ, ମୋ ଯେଉଁ ସ୍କୁଲ ସାର୍ ଏବଂ ଏପର କୋଚିଂ ଟିଚର୍ସ ମାନେ, ଆଉ ମୋର ସ୍କୁଲ କଲେଜର ବନ୍ଧୁ ବହୁତ ସମସ୍ତେ ଅଛନ୍ତି।
ଅନ୍ୟପକ୍ଷରେ ମଙ୍ଗଳାର ଆଗ୍ରହ ଦେଖି ବାଲେଶ୍ୱର ଇରୋଡବ୍ କୋଚିଂ ସେଣ୍ଟରର ନିର୍ଦ୍ଦେଶକ ତାଙ୍କୁ ସମ୍ପୂର୍ଣ୍ଣ ମାଗଣାରେ କୋଚିଂ ଦେଉଥିଲେ। ଆଗକୁ ଜଣେ ସେ ଭଲ ଡାକ୍ତର ହେଉ ବୋଲି କୋଚିଂ ସେଣ୍ଟରର ନିର୍ଦ୍ଦେଶକ ସପନ କୁମାର କିଲାର ଆଶା ରଖିଛନ୍ତି। गत वर्ष जो आमर मेडिकल कोचिंग स्टार्ट है प्लस टू रिजल्ट मंगलूर बाहरी सारापर सी मालकानगिरी जेहेतु गोटे मंडा संप्रदाय से जगार सी एत मार्क स्कोर करके आसला तार जो स्कूल सार उत्कल केशरी सार सी आनिकी ये पहुँचे मो पाखे मत अप्रोच कले आपन सहयोग करूँ पिलाटा जदि भविष्य में डाक्तर हो पार मुझे सहयोग कर सी आम पाखे पहुँचला मुझे देखला सी एत लाजुआ थिला जे सी यही एनवायरनमेंट निजको एडजस्ट कर कि नहीं से दुविधा भितर भी आम रही बहुत बुझा सुझा पर सी जहाँ भी स्टेबल होकर रहा से तार निष्ठा परिश्रम आउ डेडिकेशन जो आज परिश्रम फल पाए निश्चित खुशी भी कारण आमर अलग रिजल्ट भी कारण यही पिलार रिजल्ट गोटे एक्सेप्शनल बर्तमान बालेश्वर ओडिशा रे गोटे राज्य स्तरीय गोटे हाइलाइटेड न्यूज बर्तमान बंडा संप्रदाय गोटे प्रथम पिला डाक्तर आमर सौभाग्य से आम पाखर पाठ पढ़ी पाई खुशी निश्चित भाव भल कर सी आग फाइनान्शियली अनहेल्दी बंडा संप्रदाय सी जहाँ शुणिली जहाँ जानी से अनरिचेबल एरिया से किसी पहुँच माने अपहुँच कहले हम बापा माँ लाइफस्टाइल जीरो से किसी जानी ना पैसा किसी ना पिलार आग्रह देखिए आम सी तो बहुत पिला एबे भी डाक्तर आमर ये बालेश्वर मेडिकल कॉलेज भी आम पिला माने अच्छे 4 जन पिला एबे भी अच्छे बस्तार अच्छे एगुटा गोटे खुशीर कथा निश्चित पिला परिश्रम पिला पैसा देके पाठ पढ़ी समय आपाई बेसी खुशी हबार कारण जो पिला माने ए वर्ष पाई प्राय रिपीटर पिला आ गोटे झीटे आदिवासी झीटे पाई प्रज्ञा परमेश्वर बास्के आमर विषय ब्लॉगर रानीफल हाईस्कूल से पाठ पढ़ला आम पाखर गोटे चांस पाइला आ मंगलू गोटे चांस